श्रीमद्भागवत चतुर्थ स्कंद पंचदश अध्याय। ओं गणेशाय नमः। श्रुत उवाच मैत्रेय वाक्य शुणी कर्णे आनंद विदुरर मने ध्रुवजे जननी समेते निश्चिन्ते कल्पे परिजन्ते बसिला जाई ध्रुव पदे ज्योतिष्क गणचक्र मध्ये। विदुर उवाच मैत्रेय पादे कर देई आनंदे विदुर पुछई भो मुनि प्रचेता वदने ध्रुव जे गला निज स्थाने केवल वंशे किवा जाति काहार पुत्र से बोलांती पूर्वे नारदर वचने यज्ञ आरंभ केउ जने हरिंकी क्रिया जोगे पाई बहुत रिले 10 भाई जे धर्म पाली प्रचेतस यज्ञ रे विष्णु करितोष से कथा कह मुनि मते संसारु तरी विजे मन्ते। मैत्रेय उवाच ध्रुवर पुत्र गुणधाम ज्येष्ठ उत्कल तार नाम ताहाकु अधिराज्ये स्थापी ध्रुव जे गला सैन्य व्यापी से बसी राजार आसने उत्तम रत्न सिंहासने सुख न लभी दुख मने पितार यात्रा शुणी कर्णे से जे स्वभावे आत्मज्ञानी समदरसी बुद्धि घेनी देखई सर्वभूते हरि स्थावर जंगमादि करी हेमंत पद बोधर से गुण प्रभाये से नमिसे जोड़ांध जोगींकर प्राय भस्मभूषित शुद्ध देहे बुलाई नाना मार्गे लुचि के पारे तार गुण लेखी हेमंत तार गुण देखी बंधु बांधवे मने दुखी मंत्री अमात्य माने मिली राजर क्षणे नित्य भाली बसर ता अनुज नाम सुंदर सर्वगुण धाम ताहार कुशल विचारी स्वराजे अभिषेक करी स्थापिले नृपति आसने एमंते गला केते दिने सुविधि नामे पत्नी तार ज्योतिषत गणेश गभीर तार उदरे पुत्र जात होइले गुणे अप्रमित पुष्पान्न तीघ्न केतु नाम ईश ऊर्ज जे अनुपम बसुज ये सट सुते गुण विख्यात ये जगते प्रभादो साजे बेनी नारी पुष्पार्ण तुले विभा करी से प्रभा गर्भे तिनि सुत होइले जगते विख्यात प्रातः मध्याह्ने सायंकाल स्वभावे तेजे अनर्गल प्रदोष अर्धरात्र भुष्ट दोषार गर्भे तिनि सुष्ट भुष्टर पुत्र शुष्क ऋषि एक दुहिता शुभ्र केशी ताहार नाम सुचारुणी अबला मध्ये शिरोमणि रुंदुस मन तार गर्भे जन्म होइले सृष्टि पूर्वे नज्वला चक्षुसर नारी रूपे से कमला कुसरी तार उदरे सट सुते होइले विष्णु तेज जुक्ते नामे जे पुरुष प्रकृत पद सुश्रय दृढ़ व्रत से सट पुत्र सठ भाई
ଶୁଣ ତାହାଙ୍କ ନାମ କହି। ଅଗ୍ନି ସୋମକ ଅତିରାତ ପ୍ରଦ୍ୟୁମ୍ନ ସମର ଉନ୍ମତ୍ତ ଆଦି ଶଟ ସୁତ ହୋଇଲେ ମନୁବଂଶ ଖ୍ୟାତ। ଅଙ୍ଗସୁମନ ସ୍ୱାତି ତିନି କ୍ରତୁ ଅଙ୍ଗିରା ଚୟ ଘେନି। ସୁନିଥା ଯମର ଦୁହିତା ଅଙ୍ଗିରା ପତ୍ନୀ ଯେ ସୁବ୍ରତା। ବେଣୁ ତାହାର ଗର୍ଭୁଜାତ ଶୁଣ ହୋ ତାହାର ଚରିତ। ସେ ପୁଣି ମାତାମହ ଦୋଷେ ଦୁଷ୍ଟ ହୋଇଲେ ମନୁବଂଶେ। ତାହାର ଦେଖି ଦୁଷ୍ଟପଣ କୋପେ ସାପିଲେ ମୁନିଗଣ। ପୁଣି ତାହାର ମୃତ ଗାତ୍ରେ ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ। ଦକ୍ଷିଣ କରେ କୁଶ ବିଡ଼ି ମନ୍ଥନ କଲେ ବେଦ ପଢ଼ି। ପ୍ରଜାନାଥ ରାଜକେ ଦୁଷ୍ଟ ପୀଡ଼ିତ ଅତିରେକେ। ତା ଦେହୁଁ ପୃଥୁ ନାମେ ହରି ଜନ୍ମିଲେ ରାଜା ରୂପ ଧରି। ତା ଶୁଣି ସନ୍ତ ସେ ବିଦୁର ମୁନି ଚରଣେ ଦେଇ କର। ଲୋମ ପୁଲକ ତାର ଦେହି ସ୍ୱଭାବେ କୃତକୃତ୍ୟ ହୋଇ। ବିଦୁର ଉବାଚ ଯେ ଅଂଶେ ସାଧୁଶୀଳ ବୁଦ୍ଧି ସର୍ବଲକ୍ଷଣ ଶ୍ରେଷ୍ଠ ନିଧି। ବ୍ରାହ୍ମଣ ପ୍ରଜା ରକ୍ଷା କରି ସେ ସର୍ବଧର୍ମେ ଅଧିକାରୀ। ଯେ ବେଣୁ ନାମେ ତାର ସୁତ ଦୁଷ୍ଟ ହୋଇଲେ ସେ କେମନ୍ତ। ପ୍ରଜାଏ ରାଜା ଦୁଷ୍ଟପଣେ ଭୟେ ପଶିଲେ ଘୋର ବନେ। କିମ୍ପା ବ୍ରାହ୍ମଣ କୋପ କଲେ ତାହାକୁ ବ୍ରହ୍ମଦଣ୍ଡ ଦେଲେ। ସେ ବିପ୍ରବର ସର୍ବଜ୍ଞାତା ଆଗମ ନିଗମ କରତା। ଏତେ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ ଘୋର ଶାପ ଦେଲେ। ରାଜାଙ୍କ ଶରୀର ନିଶ୍ଚଳେ ବସନ୍ତି ସର୍ବଦିଗପାଳେ। ସେ ରାଜା ବିଷ୍ଣୁ ତେଜ ବହି ସ୍ୱଧର୍ମେ ପ୍ରଜାଙ୍କୁ ପାଲଇ। ଯମର ସୁତା ସୁତ ଯେଣୁ ଦୁଷ୍ଟ ହୋଇଲେ ଅବା ତେଣୁ। ଏ କଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବେଣୁ ଦୁଷ୍ଟପଣ କହିବା ଦାନର ଲକ୍ଷଣ। ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କୁ ବରିଲା। ସକଲେ ମିଲି ବେଦନା ଦେ ଅନଲ ପୂଜିଲେ ସମିଧେ। ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ। ଇନ୍ଦ୍ରାଦି 10 ଦିଗପାଲେ ଯଜ୍ଞରେ କେହି ନ ମିଳିଲେ। ଦେଖି ବିସ୍ମୟ ମୁନି ଜନେ ନିକଟେ ରାଇ ଯଜମାନେ। ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କରୁ କିସ ପାଇଁ। ପବିତ୍ର ବସ୍ତୁ ଶୁଦ୍ଧ କରି ଅନଲେ ନିଗମ ଉଚ୍ଚାରି। ଆମେ ସକଲେ ଧ୍ରୁବ ବ୍ରତା ଦ୍ୱିଜ ସ୍ୱଭାବେ ଶୁଦ୍ଧ ଚେତା। ମନ୍ତ୍ର ଉଚ୍ଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ। ଦେବେ ନଇଲେ କେଉଁ ଭାବେ ତାର ପ୍ରସ୍ତାବ କହ ଏବେ। ସକଲ କର୍ମ ସାକ୍ଷୀ ଦେବେ କିମ୍ପା ନଇଲେ ଯଜ୍ଞ ଭାଗେ। ମୈତ୍ରେୟ ଉବାଚ ଅଙ୍ଗ ଯେ ବିପ୍ର ମୁଖ ଶୁଣି ସ୍ୱଧର୍ମେ ବିପ୍ରେ ପରିମାଣି। ସଭାଜନଙ୍କ ମୁଖ ଚାହିଁ ଏ ଯଜ୍ଞ କଲୁ କିସ ପାଇଁ। ଅଙ୍ଗରାଜ ଉବାଚ କି ମନ୍ଦ କର୍ମ ମୋର ଅଛି ଓ ବିପ୍ର କହ ଧର୍ମ ଲେଖି। ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ।
ଏମନ୍ତେ ରାଜା ମୁଖ ଶୁଣି ସ୍ୱଧର୍ମେ ବିପ୍ର ପରିମାଣୀ। ମୁନିର୍ବାଚ ବୋଇଲେ ରାଜା ମୁଖ ଚାହିଁ ତୋ ଦେହେ କିଛି ପାପ ନାହିଁ। ପୂର୍ବ ଅର୍ଜିତ କର୍ମ ଫଲେ ସନ୍ତତି ନାହିଁ ତୋର କୁଲେ। ଓ ପୁତ୍ର ଦୋଷେ ଦେବଗଣେ ନଇଲେ ଯଜ୍ଞ ନିମନ୍ତ୍ରଣେ। ତୁ ଏବେ ପୁତ୍ର ଯଜ୍ଞ କର ଯଜ୍ଞ ପୁରୁଷ ବର। ତେବେ ସକଲ ଦେବଗଣ ତୋ ଯଜ୍ଞେ ହୋଇବେ ବରଣ। ସେ ବିଷ୍ଣୁ ହବିର୍ଭାଗ ଖାଇ ତୋହର ଯଜ୍ଞେ ତୋଷ ହୋଇ। ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେମନ୍ତେ। ମୈତ୍ରେୟ ଉବାଚ ଏମନ୍ତେ ସଭା ବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି। ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ। ତତ୍କ୍ଷଣେ ହୋମ କୁଣ୍ଡୁ ଜାତ ପୁରୁଷେ ହୋଇଲା ସମ୍ଭୂତ। ହୃଦେ ଲମ୍ବଇ ହେମହାର କଟିରେ ଶହେ ପୀତାମ୍ବର। ଶଙ୍ଖ କମଳ ଚତୁର୍ଭୁଜେ କୋଟି କନ୍ଦର୍ପ ଜିଣି ରାଜେ। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର ଘେନିନ ପୁରୁଷ ଅଦ୍ଭୁତ। ସେ ତେଜ ଗଞ୍ଜେ ଦିବ୍ୟ କାନ୍ତି ଘେନିଣ ବିପ୍ରେ କଲେ ନୀତି। ଷୋଡ଼ଶ ଉପଚାର ଯୁକ୍ତେ ଯଜ୍ଞ ପୂଜିଲେ ଜଗନ୍ନାଥେ। ବିଷ୍ଣୁଙ୍କୁ ପୂଜି ଯଜ୍ଞ ବାକ୍ୟେ ବର କଳ୍ପିଲେ ଯଥା ଯୁକ୍ତେ। ଯାଜ୍ଞିକ ମନ ଜାଣି ହରି କହନ୍ତି ଶଙ୍ଖ ଚକ୍ରଧାରୀ। ଯଜ୍ଞ ପୁରୁଷ ବାଚ ଶୁଣ ଉତ୍ତମ ବିପ୍ରଗଣେ ରାଜା ସନ୍ତତି କାରଣେ। ମତେ ପୂଜିଲା ଯଜ୍ଞ ମତେ ତୁମର କାମ ସାଧ୍ୟ ଅର୍ଥେ। ଅସ୍ତୁ ହୋଇବ ବାଞ୍ଛା ଫଲ ମୋ ଅବଶେଷ ଯେ ନିର୍ମାଲ୍ୟ। ଏହାକୁ ଦିଅ ରାଜା ହସ୍ତେ ଆଘ୍ରାଣ କରି ନାସାଗ୍ରସେ। ପତ୍ନୀ ଭୁଞ୍ଜିବ ତାର ଯେବେ ସୁପୁତ୍ର ହେବ ତାର ଗର୍ଭେ। ମୈତ୍ରେୟ ଉବାଚ ଏମନ୍ତେ କହି ଜନାର୍ଦ୍ଦନ ତତ୍କ୍ଷଣେ ହେଲେ ଅନ୍ତର୍ଧାନ। ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣେ କରି ଜୟଧ୍ୱନି। ସୁବର୍ଣ୍ଣ ପାତ୍ର କରେ ଧରି ପୁରେ ଅମୃତମୟ କ୍ଷୀରି। ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର କରେ ଘେନିଲେ ନୃପନାଥ। ଆଘ୍ରାଣ କରି ନାସା ଦ୍ୱାରେ ଦେଲେ ଯେ ନିଜ ପତ୍ନୀ କରେ। ସେ ପୁଂସ ବନ କ୍ଷୀରି ଆଣି ରହି ଭୁଞ୍ଜିଲା ତା ଘରଣୀ। ତତ୍କ୍ଷଣେ ପୁଂସ ବନ ଭାବେ ପୁତ୍ର ରହିଲା ତାର ଗର୍ଭେ। ସେ ଗର୍ଭ ତାର ଉପଗତେ କୁମରେ ଜନ୍ମିଲେ ଅଦ୍ଭୁତେ। ଦିନକୁ ଦିନ ସେ ବଢିଲା ମାତାର ବଂଶ ନ ଛାଡ଼ିଲା। ସ୍ୱଭାବେ ହୋଇ ଅଧାର୍ମିକ କ୍ଷତ୍ରିୟ ଭାବେ ଅବିବେକ। ନିରତେ ଧନୁଶର ଧରି ବନେ ମୃଗୟା ନିତ୍ୟ କରି। ତୁଲ୍ୟ ବୟସ ଶିଶୁ ମେଲେ ଯେବେ ଖେଳଇ କୁତୁହଲେ। ତାହାଙ୍କୁ ଦୁଷ୍ଟ ପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ। ଏମନ୍ତେ ତାର ଦୁଷ୍ଟ ପଣ ରାଜାର ଅଗ୍ରେ ପ୍ରୟାଜନ। ରୋଦନ କରି ଉଚ୍ଚ ତୁଣ୍ଡେ କର ଅଞ୍ଜଳି ଦେଇ ମୁଣ୍ଡେ। କହନ୍ତି ବେଣୁ ଦୁଷ୍ଟ ପଣ ରୋଦନ କରି ପ୍ରଜାଗଣ। ହେମନ୍ତେ ପୁତ୍ର ଗୁଣ ଶୁଣି ବୋଲେ ପୁତ୍ରଙ୍କୁ ଘରେ ଆଣି। ନାନା ପ୍ରକାରେ ଧର୍ମ କହି ଅନେକ ମତରେ ବୁଝାଇ। ଶୁଣନ୍ତେ ନାନା କୋପ କରେ
ପିତାର ବଚନ ନ ଧରେ ଦିନକୁ ଦିନ ଦୁଷ୍ଟପଣେ କୋପ ବହିଲା ପ୍ରଜାଗଣେ ଅଙ୍ଗ ତାହାର କର୍ମ ଦେଖି ଭାଲଇ ଅତି ଦୁଃଖେ ଦୁଃଖୀ ସୁପୁତ୍ର କୁପୁତ୍ର ବିଚାରେ ଚିତ୍ତ ନ ରହେ ତାର ଘରେ ରଜନୀ ଅର୍ଦ୍ଧେ ନୃପବର ମନ୍ଦିରୁ ହୋଇଲା ବାହାର ବନେ ପଶିଲା ନରପତି କେହି ନ ଜାଣେ ତାର ଗତି ତାହାର ପାତ୍ର ମନ୍ତ୍ରୀ ଗଣେ ଅନେକ ଖୋଜି ଘୋର ବନେ ନ ଦେଖି ନଗରେ ମିଳିଲେ ଅନେକ ପ୍ରକାରେ ଭାଲିଲେ କହି ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ इति श्रीमद्भागवते महापुराणे पारमहंस्यां संहितायां वैयासिक्यां चतुर्थस्कन्धे राज्यकरणे वेणुजन्मनि नाम 15 अध्यायः।